ସମସ୍ତଙ୍କୁ ଖ୍ରୀଷ୍ଟୀୟ ପ୍ରେମ ନମସ୍କାର। ଯାହାକି ପରମେଶ୍ୱର ଆଜି ଗୋଟିଏ ସୁନ୍ଦର ସମୟ ଦେଲେ। ଏଇଟା ବହୁତ ଗୋଟେ ସୁନ୍ଦର ଟପିକ୍ ଅଛି, ଯାହାକି ଦେଖ ଟପିକ୍ର ନାମ ହେଉଛି ଶାରୀରିକ କାର୍ଯ୍ୟ ଗୁଡ଼ାକ କରୁଅଛନ୍ତି ଈଶ୍ୱରଙ୍କ ରାଜ୍ୟରେ ଅଧିକାର ହେବେ ନାହିଁ। ଏଇଟା ସମସ୍ତଙ୍କ ପାଇଁ, ଓନ୍ଲି ଯେଉଁମାନେ ଯୀଶୁ ଖ୍ରୀଷ୍ଟକୁ ବିଶ୍ୱାସ ସେମାନଙ୍କ ପାଇଁ ବୋଲିକି ନାହିଁ, ସେମାନଙ୍କ ପାଇଁ ବହୁମୂଲ୍ୟ। ଯାହାକି ଅନ୍ୟ ଫ୍ୟାମିଲିମାନଙ୍କୁ ଯେଉଁମାନେ ଯୀଶୁ ଖ୍ରୀଷ୍ଟକୁ ବିଶ୍ୱାସ କରିନାହାନ୍ତି, ସେମାନେ ବି ଏଇ ବାକ୍ୟ ଶୁଣିବ। ବହୁତ ଆଜି ଏଇଥିରେ ସମସ୍ତେ ଆଜି ବୁଡ଼ି ଯାଇଅଛନ୍ତି। ଦେଖ ଗାଲାତୀୟ 5:19-21 ଦିଆଯାଇଛି। ମୁଁ ପ୍ରଥମରେ ପଢ଼ି ଦେଉଛି, ଶୁଣ ଭଲସେ କ'ଣ ଲେଖାଯାଇଛି। ପ୍ରଥମରେ ଶୁଣନ୍ତୁ, ତାପରେ ମୁଁ ଗଭୀର ବିଷୟକୁ ଶିଖାଇବି। ଶରୀର ଗାଲାତୀୟ 5:19-20 ପର୍ଯ୍ୟନ୍ତ। ଶରୀର କାର୍ଯ୍ୟ ଗୁଡ଼ାକ ତ ସ୍ପଷ୍ଟ ରୂପେ ଜାଣ: ବ୍ୟଭିଚାର, ଅଶୁଚିତା, କାମୁକତା, ପ୍ରତିମା ପୂଜା, କୁହୁକ, ଶତ୍ରୁତା, ବିବାଦ, ଦୋଷ, କ୍ରୋଧ, ସ୍ୱାର୍ଥପରତା, ଦଳଭେଦ, ମତଭେଦ, ଈର୍ଷା, ମତ୍ତତା, ରଙ୍ଗରସ ଇତ୍ୟାଦି ପ୍ରକାରେ କର୍ମଗୁଡ଼ାକ ମୁଁ ପୂର୍ବରେ ଯେପରି ତୁମମାନଙ୍କୁ କହିଥିଲି, ସେହିପରି ଆଗରୁ କହୁଅଛି ଯେ, ଯେଉଁମାନେ ଏହି ପ୍ରକାର ସବୁ କର୍ମ କରନ୍ତି, ସେମାନେ ଈଶ୍ୱରଙ୍କ ରାଜ୍ୟରେ ଅଧିକାର ହେବେ ନାହିଁ। ଡାଇରେକ୍ଟ ଲାଷ୍ଟ ଲେଖା ହେଇଛି କ'ଣ? ଯେଉଁମାନେ ଏହି ସବୁ କର୍ମ କରନ୍ତି, ସେମାନେ ଈଶ୍ୱରଙ୍କ ରାଜ୍ୟରେ ଅଧିକାର ହେବେ ନାହିଁ। ଆଜି ଏହିଥିରେ ବହୁତ ସମସ୍ତେ ଅଛନ୍ତି, ଗୋଟେ ନା ଗୋଟେଥିରେ ଅଛନ୍ତି। ସେଥିପାଇଁ ଏଇ ଜିନିଷ ଯିକୁ ପରିତ୍ୟାଗ କରିବାର ଅଛି। ମୁଁ ଗଭୀରକୁ ଯାଉଅଛି କହିବା ପାଇଁ ଆପଣମାନଙ୍କୁ। ଦେଖ 19ର ଫାଷ୍ଟ ଲେଖାଟି, ଶରୀର କାର୍ଯ୍ୟ ତ ସ୍ପଷ୍ଟ ରୂପେ ଜାଣ: ବ୍ୟଭିଚାର ବହୁତ ପ୍ରକାର। ବ୍ୟଭିଚାର କରିବା ପୂର୍ବରୁ ଆମେ ଭାବୁଛୁ ସେ ଏମିତି, ସେ ଝିଅ ଏମିତି, ସେ ମା ଏମିତି, ତା ବିଷୟରେ ଆମେ ଭାବୁଛୁ, ସେଇଟା ବ୍ୟଭିଚାର। ବ୍ୟଭିଚାର ଯଦି ଆମେ କରୁଛୁ, ସେଇଟା ବହୁତ ବ୍ୟଭିଚାର ଯଦି ଆମେ କରୁଅଛୁ, ବହୁତ ଆମ ପାଇଁ ବିପଦ। ସେଥିପାଇଁ ବ୍ୟଭିଚାର ଆମେ ସାବଧାନ ହେବାର ଅଛି। ଆଜି ବହୁତର ବ୍ୟଭିଚାର ସବୁ ଆଉଜି ପଡ଼ୁଅଛନ୍ତି। ସେଥିପାଇଁ ବ୍ୟଭିଚାର ଯଦି ପରିତ୍ୟାଗ କରିବା, ତାପରେ ଆମେ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିପାରିବା। ଆଜି ଆମେ ଯେତେ ଭଲ କାମ କରୁ, ଯେତେ ଯାହା ସମ୍ମାନ ଏକ୍ସପେକ୍ଟ ଦେଉ, ଯଦି ଆମେ ବ୍ୟଭିଚାର ଅଛି, ଆମେ କିଛି କରିପାରିବା ନାହିଁ। ସେ ବ୍ୟଭିଚାରରୁ ଆମେ ଦୂରେଇକି ରହିବାର ଅଛି। ତାପରେ ଅଶୁଚିତା। ଆଜି ଶରୀରକୁ ଦେଖୁଛନ୍ତି ପବିତ୍ର ଭଲ, କିନ୍ତୁ ଶରୀର ଭିତରେ ଅଶୁଚିତା କାମ ଅଛି। ସେ ଶରୀରକୁ ଅଶୁଚିତାରୁ ଆମେ ଦୂର କରିବାର ଅଛି। ଅଶୁଚିତା କାମ ଆମେ ଖରାପ ଭାବନା, ଖରାପ ଚିନ୍ତା, ଏଇ ଅଶୁଚିତାକୁ ଦୂର କରିବାରେ କାହାରି କେବଳ ପରମେଶ୍ୱର ଯୀଶୁ ଖ୍ରୀଷ୍ଟ ଦ୍ୱାରା ଆମେ ଯେତେବେଳେ ପ୍ରାର୍ଥନା କରିବା, ଏ ଅଶୁଚିତା ଆମ ଦୂର ହବା। ତାପରେ କ'ଣ କରି? କାମୁକତା। ଆଜି ବିଭିନ୍ନ ପ୍ରକାର କାମୁକତା କରୁଛନ୍ତି, ସ୍ୱାର୍ଥ ଲାଗି ଲୁକି ଛପିକି କାମୁକତା। ସେ କାମୁକତାରୁ ଦୂରେଇକି ରହିବାର ଅଛି। ତାପରେ କ'ଣ? ପ୍ରତିମା ପୂଜା। ଆଜି ଯେଉଁମାନେ ମୂର୍ତ୍ତି ପୂଜା କରୁଛ, ସେମାନଙ୍କ ପାଇଁ ସାବଧାନ। ଯେଉଁମାନେ ମୂର୍ତ୍ତି ପୂଜା, ସେମାନେ ଈଶ୍ୱର ରାଜ୍ୟ ଯୋଗ୍ୟ ହେଇପାରିବେ ନାହିଁ। ହଁ, ଆଜି ଯେଉଁମାନେ ପରମେଶ୍ୱରକୁ ବି ଜାଣିଛ, ଯେଉଁମାନେ ପରମେଶ୍ୱର ଯୀଶୁ ଖ୍ରୀଷ୍ଟକୁ ବିଶ୍ୱାସ କରୁଛ, ମୂର୍ତ୍ତି ପୂଜା କରୁନା ବୋଲିକି କହିପାରିବ। ଯଦି ଆମେ ଫାଲତୁ ଜିନିଷରେ ଅଧିକ ସମୟ ଜୀବନ କାଟୁଛୁ, ଫାଲତୁ ସମୟରେ ବିଭିନ୍ନ ପ୍ରକାର କଥାବାର୍ତ୍ତାରେ, ମୋବାଇଲରେ, ବିଭିନ୍ନ ସିରିଏଲ, ବିଭିନ୍ନ ପ୍ରକାର ରୀତା ବି ପ୍ରତିମା
ପୂଜା ଯଦି ପ୍ରତିମା ପୂଜା କଲେ ଆମେ ଈଶ୍ୱରଙ୍କ ରାଜ୍ୟରେ ଯୋଗ୍ୟ ହୋଇପାରିବା ନାହିଁ। ଆମେ ବହୁତ ବେଶୀ ସମୟ କଥା ହେଉଛୁ କେବଳ ଯଦି ପରମେଶ୍ୱର ଉପସ୍ଥିତ ଆମେ ନାହିଁ, ଯଦି ଆମେ ଫାଲତୁ କଥା, ଯଦି ଆମେ ପ୍ରତିମା ପୂଜା ବୋଲୁଛେ। ଆଜି ପରମେଶ୍ୱର ଉପସ୍ଥିତ ଆଜି ବେଶୀ ପ୍ରତିମା ପୂଜା କରୁଛନ୍ତି। ସେଥିପାଇଁ ବିଶ୍ୱାସୀମାନଙ୍କୁ ବି କୁହାଯାଉଛି ପ୍ରତିମା ପୂଜାରୁ ଦୂରେଇକି ରହିବାର ଅଛି। ତାପରେ କ'ଣ କୁହୁକ ବୋଲି କ'ଣ ଭିତରେ ମୁଇଁ କହିପାରୁନଥିବି ବୋଲି କହୁଛ। ଭିତରେ କୁହୁକ, ହିଂସା, କୃତ୍ରିମ, ଅନ୍ୟାୟ, ଅତ୍ୟାଚାର ବିଭିନ୍ନ ପ୍ରକାର କୁହୁକ ଭିତରେ ହିଁ କହୁଥିବ ମୁଇଁ କେମିତି କରିବି, ତାକୁ ତାହା କେମିତି କରିବି ଇତ୍ୟାଦି ଯଦି କରୁଛ ବୋଲି ଈଶ୍ୱରଙ୍କ ରାଜ୍ୟରେ ଅଧିକାର ହେଇପାରେ। ୟାକ ସବୁ ଡିଲେଟ୍ କରିବାକୁ ଦୂରେଇକି ରହିବାର ଅଛି। ଆଜି ଭାବୁଛନ୍ତି ମୁଇଁ ଭଲ ବୋଲିକି, ଆଜି ଭାବୁଛ ଯେ ଆମେମାନେ ଭଲ ଲୋକମାନଙ୍କୁ ଭଲ ସମ୍ମାନ, ଭଲ ରେସପେକ୍ଟ, ଭଲ, କିନ୍ତୁ ଯଦି ଭିତରେ କୁହୁକ ଅଛି କିଛି ଲାଭ ନାହିଁ। ସେ କୁହୁକକୁ ପରିତ୍ୟାଗ କରିବାର ଅଛି। ଶତ୍ରୁତା, ପ୍ରିୟ ଲୋକମାନଙ୍କୁ ଶତ୍ରୁତା ଆଜି ବହୁତ ଅଛି। ଆଜି ସମସ୍ତ ଶତ୍ରୁତା ଦୂର କରିବାର ଅଛି। ଶତ୍ରୁତା ଆମେ କାହାକୁ ରଖିବା ନାହିଁ। ଆଜି ଆମର ଭଲ ରେସପେକ୍ଟ, ଭଲ ସମ୍ମାନ ଅଛି, ସବୁ କିଛି ଭଲ ଉତ୍ତମ ଭାବରେ ଅଛି। ଆମର ଶତ୍ରୁତା କ'ଣ? କାହା ସହିତ ଶତ୍ରୁତା ରହୁଛି। ସେ ଶତ୍ରୁତାରୁ ବି ଦୂରେଇକି ରହିବାର ଅଛି। ଶତ୍ରୁକୁ ବି ଆମେ ପ୍ରେମ କରିବାର ଅଛି। ଶତ୍ରୁତା କଲେ ଆମେ କେମିତି ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା? ଶତ୍ରୁତାରୁ ଆମେ ଦୂରେଇକି ରହିବାର ଅଛି। ବିବାଦ କିଏ କରିପାରିବ, କିଏ ବେଶୀ କରିପାରିବ, କିଏ କାମରେ ହଉ, ପଢ଼ାରେ ହଉ, ସବୁ କ୍ଷେତ୍ରରେ, ଆରାଧନାରେ ହଉ, ପ୍ରଚାରରେ ହଉ କି ୱାର୍ସିପ୍ରେ ହଉ, ସବୁ କିଛିରେ ଆଜି ଘରେ ଘରେ ବିବାଦ ହେଉଛି, ଯାହାକି ଜିଦ୍ ହେଉଛି। ସେଥିପାଇଁ ବିବାଦରୁ ବି ଦୂରେଇକି ରହିବାର ଅଛି। ଜିଦ୍ କରିବାରେ, ବିବାଦ କରିବାର ନାହିଁ। ଯାହାକୁ ପରମେଶ୍ୱର ଯେଉଁ ଅନୁଗ୍ରହ ଦେଇଛନ୍ତି ସେଥିରେ ହିଁ ଆମେ ମୁଇଁ ବେଶୀ କରିଲେ ଆମେ ଦେଖେଇ ହେବା ନାହିଁ। ସମସ୍ତଙ୍କ ପାଇଁ ନା ବିବାଦ। ଆଜି ବହୁତ ଲୋକ ଦେଖାନିଆ କ'ଣ ମୁଇଁ ବେଶୀ କରିପାରିବି, ମୁଇଁ ସବୁ କରିପାରିବିନି, ମୁଇଁ ନ ଗଲେ କିଛି ହେଉନି, ଏଇଟା ହେଉଛି ବିବାଦ। ତାପରେ କ'ଣ କହୁଛି? ଦୋଷ, ନିଜର ଦୋଷ ନିଜେ ଆମେ ଚେକ୍ ନାଇଁ କରିକି ଅନ୍ୟର ଦୋଷ ଉପରେ ଆମେ ବେଶୀ ଆଉଜି ପଡ଼ୁଛୁ। ସେ ଏମିତି କଲା, ସେମିତି କଲା, ସେମିତି ସାକ ଥାର, ନିଜକୁ ନିଜେ ସମ୍ଭାଳ। ନିଜର ଦୋଷ ନିଜେ ସଂଶୋଧନ କରିକି ଠିକ୍ ରାସ୍ତାକୁ ଆସ। ଆମେ ବହୁତ ଯାହାକି ପ୍ରଭୁଙ୍କ ସନ୍ତାନମାନଙ୍କୁ, ଯେଉଁମାନେ ପରମେଶ୍ୱରକୁ ବିଶ୍ୱାସ କରୁ, ଯୀଶୁ ଖ୍ରୀଷ୍ଟ, ସେମାନଙ୍କ ଦୋଷ ନିଜକୁ ନିଜେ ପରୀକ୍ଷା କର। ଆଉ ଅନ୍ୟମାନଙ୍କୁ ବି କହୁଛି, ଅନ୍ୟ ସମାଜକୁ ବି, ଯେ ଦୋଷ ଦିଅ ନାହିଁ କାହାକୁ, ନିଜକୁ ନିଜେ ପରୀକ୍ଷା କର। ଦୋଷ, କ୍ରୋଧ ଭିତରେ ହିଁ, କ୍ରୋଧ କଲେ କିଛି ଲାଭ ନାହିଁ। ଏଇ ଯେତିକି ଜିନିଷ କହୁଅଛି ଆକ, ଏଇ ବାକ୍ୟ ମାନେ ଏତିକି ଜିନିଷ ଯଦି ଆପଣମାନଙ୍କ ପାଖରେ ଅଛି, ସେ ଈଶ୍ୱରଙ୍କ ରାଜ୍ୟର ଅଧିକାର ହେବ ନାହିଁ। ଏ ଯେତିକି କହୁଛି ସେତିକି ସବୁ ଡିଲେଟ୍ କର, ଦୂର କର। ଦୂର କଲେ ଯାଇ ଈଶ୍ୱରଙ୍କର ସନ୍ତାନ ହୋଇପାରିବ। ସ୍ୱାର୍ଥପର, ମୁଇଁ ନିଜେ ଠିକ୍ ଥିଲେ ସବୁ ହେଲା, ନିଜର ଫାଇଦା ଦେଖ ନାହିଁ, ନିଜର ବଞ୍ଚିବା ଲାଗି ଦେଖ ନାହିଁ, ନିଜେ ଭଲରେ ପରେ ନିଜକୁ ଯେମିତି ଆମେ ନିଜ ଜୀବନ ଆମେ ଦେଖୁଅଛୁ, ଅନ୍ୟର ଜୀବନକୁ ଦେଖିବାର ଅଛି। ଯେମିତି ନିଜର ବାପା ମା ନିଜର ପୁଅ ଝିଅ ପାଇଁ ଦେଖୁଅଛୁ, ଆମେ ଅନ୍ୟର ପରିବାର ପାଇଁ ବି ଦେଖିବାର ଅଛି। ସ୍ୱାର୍ଥପରତା, ଆଜି ବହୁତ ବଡ଼ ଭାଗ ଲୋକ ନିଜର ସ୍ୱାର୍ଥପରତା ଦେଖୁଛନ୍ତି, କିନ୍ତୁ ଅନ୍ୟର ସ୍ୱାର୍ଥ ଦେଖୁନାହାନ୍ତି। ଅନ୍ୟର ସ୍ୱାର୍ଥ ବି ଦେଖ। ସବୁ କିଛି କରୁ ଠିକ୍ କଥା, ଯଦି ସ୍ୱାର୍ଥପର ଯଦି ଛାଡ଼ି ନାହିଁ ବୋଲେ କିଛି ହେଇପାରିବ ନାହିଁ। ସ୍ୱାର୍ଥକୁ ଯେ ପରିତ୍ୟାଗ କରିବ, ସେବେ ଯାଇକି ଈଶ୍ୱରଙ୍କ ରାଜ୍ୟରେ ଅଧିକାର ହେବ। ତାର ଦଳଭେଦ, ସେ ଦଳ ଏମିତି, ସେ ଦଳ ସେତିକି ମେଣ୍ଟି, ସେତିକି ମେଣ୍ଟି ଆକ କହିବାର ନାହିଁ। ମତଭେଦ, ଈର୍ଷା ଗୋଟେ ହିଂସା, କୃତ୍ରିମ ହିଂସା,
ମୁଁ ତାକୁ ହିଂସା ରଖିଛି ଯେ ପର୍ଯ୍ୟନ୍ତ ମୁଁ ତାର ଋଣ ସୁଝିବି ନାହିଁ, ତାକୁ କ୍ଷମା ଦେବି ନାହିଁ। ଈର୍ଷାକୁ ପରିତ୍ୟାଗ କର। ଈର୍ଷା ଯେ ପର୍ଯ୍ୟନ୍ତ ପରିତ୍ୟାଗ କରିବ ନାହିଁ, ଆପଣ ଯେତେ ଭଲ କାମ କରୁଥିବ, ଯେତେ ଦେଖାଣିଆ କରୁଥିବ, କିଛି ଲାଭ ହବନି। ଈର୍ଷାକୁ ଦୂର କର। ଈର୍ଷାରୁ ଭଲ ରାସ୍ତାକୁ ଆସ, ପରମେଶ୍ୱରକୁ। ଆଜି ଯଦି ଗୋଟିଏ ପୁଅ କି ଗୋଟିଏ ଝିଅ ଯଦି ତାଙ୍କର ପରିବାରରେ ଭୁଲ କଲେ, ତାକୁ ପୁରା ଏତେ ଈର୍ଷା କି ଯଦି ଗୋଟିଏ ପରିବାର ଜଣେ ଟିକେ ଖରାପ କରିଦେଲା, ତାକୁ କ୍ଷମା ଦେବାର ଅଛି। ତାକୁ ସେ ଜାଣିନି କ୍ଷମା ଭୁଲ କରିନା, ତାକୁ ଆମେ ଶିଖେଇ ଭଲ ରାସ୍ତାକୁ ଆଣିବାର ଅଛି। ଈର୍ଷା କରିବା ନାହିଁ। ଯିଏ ଈର୍ଷା କରୁଛି ସେ ଈଶ୍ୱରଙ୍କ ରାଜ୍ୟରେ ଅଧିକାର ନାହିଁ। ଈର୍ଷାରୁ ବି ଦୂରେଇକି ରହିବାର ଅଛି। ମତ୍ତତା, ମତ୍ତତା ରଙ୍ଗରସ। ଆଜି ମତ୍ତତା କେନେ କେମିତି ନାଚ ହେଉଛି, ଗୀତ ହେଉଛି, ସବୁ ଦେଖୁଛୁ ରଙ୍ଗରସ। ଏ ଡ୍ରେସ୍ ପୋଷାକ କେମିତି ହେଉଛି ଦେଖୁଛୁ। ଏଇ ମତ୍ତତା ରଙ୍ଗରସ ବହୁତ ଇମ୍ପୋର୍ଟାଣ୍ଟ। ଆଜି ଯେଉଁ ମତଟା ରଙ୍ଗରସ ଦେଖିବାକୁ ମୋତେ ଲଜ୍ଜା ଲାଗୁଛି। ଏଇ ମତ ଆଜି ଯାହାକି ନିଜ ଯେନା ସାଧାରଣ ଡ୍ରେସ୍ର ମତଟା ରଙ୍ଗରସ ବେଶୀ ଦାମ, ଯେନା ଫଟା ଚିରା ବହୁତ। ଏଥିଲାଗି ଡ୍ରେସ୍ ପୋଷାକ ଭଲସେ ପିନ୍ଧିବାର ଅଛି। ରଙ୍ଗରସ ନାଚ ଗୀତ, ଫାଲତୁ ନାଚ ଫାଲତୁ ଗୀତ ଦେଖୁଛ କି ଫାଲତୁ ଜିନିଷ କରୁଛ, ଏଇମାନେ ଈଶ୍ୱରଙ୍କ ରାଜ୍ୟରେ ଅଧିକାର ହେବେ ନାହିଁ। ଯେଉଁମାନେ ପରମେଶ୍ୱରକୁ ଜାଣିକି ଈଶ୍ୱରକୁ ଜାଣି ଏଇଭଳିଆ କାମ ଯଦି କରୁଅଛ, ତାହେଲେ ଈଶ୍ୱରଙ୍କ ରାଜ୍ୟରେ ଅଧିକାର ହେଇପାରିବ ନାହିଁ। ସେଥିପାଇଁ କହୁଥିଲେ ଇତ୍ୟାଦି ପ୍ରକାର କର୍ମ ଗୁଡ଼ିକରୁ ମୁଁ ପୂର୍ବରୁ ଯେପରି ତୁମମାନଙ୍କୁ କହିଥିଲି, ସେହିପରି ଆଗରୁ କହୁଅଛି, ଯେଉଁମାନେ ଏହିସବୁ କର୍ମ କରନ୍ତି ସେମାନେ ଈଶ୍ୱର ରାଜ୍ୟରେ ଅଧିକାର ହେବେ ନାହିଁ। ଇତ୍ୟାଦି ପ୍ରକାର କର୍ମ ଗୁଡ଼ିକ ମୁଁ ପୂର୍ବରେ ଯେପରି ତୁମମାନଙ୍କୁ କହିଲି, ପୂର୍ବରୁ କୁହାଯାଇଛି। ଆଜି ଏତିକି ଜିନିଷ ସମସ୍ତେ ଜାଣୁଛନ୍ତି। ସବୁଦିନ ସ୍ୱାର୍ଥ, ସବୁଦିନ ସ୍ୱାର୍ଥପର ଚେଷ୍ଟା କରୁଛନ୍ତି, କିଏ ଦେଖୁ ନାହିଁ ବୋଲିକି। ସେଥିଲାଗି ଏତେକ କର୍ମ, ଯେଉଁମାନେ ଏତିକି କର୍ମ ଜାଣିଛ, ଏତିକି ଜିନିଷ କରୁଅଛ, ସବୁ ପରିତ୍ୟାଗ କରିକି କେବଳ ପ୍ରଭୁନେ କ୍ଷମା ମାଗ। ପ୍ରଭୁନେ ଯେତେବେଳେ ଆପଣ କ୍ଷମା ମାଗ, ପ୍ରଭୁ କ୍ଷମା ଦେବେ। ଯେଉଁମାନେ ଏହି ସବୁ ପ୍ରକାର କର୍ମ କରନ୍ତି, ସେମାନେ ଈଶ୍ୱର ରାଜ୍ୟରେ ଅଧିକାର ହେବେ। ଯେଉଁମାନେ ଏତିକି ଜିନିଷ କହିଲି, ଏତିକି କାମ ଯଦି କରୁଛ, ସବୁ ଯଦି ଛାଡ଼ିଛ, ଗୋଟିଏ କାମ ଯଦି କରୁଛ, ତାହେଲେ ଈଶ୍ୱରଙ୍କ ରାଜ୍ୟରେ ଅଧିକାର ହେବେ ନାହିଁ। ସେଥିପାଇଁ ଆପଣମାନଙ୍କର ଯଦି ଏତିକି ଜିନିଷ ଅଛି, ସବୁ ଡିଲେଟ୍ କରନ୍ତୁ। ମୋର ପାଖରେ ଯଦି ଅଛି, ମୁଁ ବି ଡିଲେଟ୍ କରୁଛି। କିନ୍ତୁ ଆମେ ସମସ୍ତେ ଦୂରରେ ରହିକି ପରମେଶ୍ୱରଙ୍କ ଇଚ୍ଛା ଲାଗି ଚାଲିବାର ଅଛି। এই ଛୋଟିଆ ବାକ୍ୟ ଦେଇ ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରାର୍ଥନା କରି ସମାପ୍ତ କରା। ହାଲେଲୁୟା। ଧନ୍ୟବାଦ ଯୀଶୁ, ପବିତ୍ର ପରମେଶ୍ୱର ପ୍ରଭୁ, ତୁମେ ସୁନ୍ଦର ସମୟ ଦେଲ ବାପା। ଏହି ଶାରୀରିକ କାର୍ଯ୍ୟରେ ସମସ୍ତେ ଆମେ ଦୂରେଇକି ରହିବା ପ୍ରଭୁ। ଏହି ବାକ୍ୟଟା ପ୍ରଭୁ, ଅନେକ ଲୋକ କିନ୍ତୁ ପ୍ରଭୁ ସତ୍ୟରେ ଚାଲିବେ ପ୍ରଭୁ, ଆତ୍ମାରେ ଚାଲି ପବିତ୍ର ଆତ୍ମା ସାହାଯ୍ୟ। ଧନ୍ୟବାଦ ଯୀଶୁ, ପ୍ରାର୍ଥନା ଶୁଣି ଛୋଟ ପ୍ରାର୍ଥନା ପ୍ରଭୁ, ପ୍ରିୟ ଯୀଶୁ, ଆମେନ୍।